ନମସ୍କାର, ମୁଁ ପ୍ରଶାନ୍ତ ଆପଣମାନଙ୍କ ପାଇଁ ନେଇକି ଆସିଛି ଆଜି ସକାଳର କେତୋଟି ଗୁରୁତ୍ୱପୂର୍ଣ୍ଣ ଖବର। ସେଥିପାଇଁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିବାକୁ ମୋର ଅନୁରୋଧ। ଯଦି ଆମ ଚ୍ୟାନେଲରେ ଆପଣ ନୂଆ ଆସିଛନ୍ତି ତାହେଲେ ଆପଣଙ୍କ ଭଲ ପାଇବା ସ୍ୱରୂପ ଗୋଟିଏ ଲାଇକ୍ ଓ ପାଖରେ ଥିବା ବେଲ୍ ଆଇକନକୁ ଦବାଇ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଚାଲନ୍ତୁ ଆଜି ସକାଳର ଖବର ଉପରେ ନଜର ପକାଇବା। ପ୍ରଥମ ଖବର, ଦୁଇଟି କିସ୍ତିରେ ହିତାଧିକାରୀଙ୍କୁ 5,000 ଟଙ୍କା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ମାର୍ଚ୍ଚ 8ରେ ସୁଭଦ୍ରାର ନୂଆ ହିତାଧିକାରୀଙ୍କୁ ଟଙ୍କା ମିଳିବ। ନୂଆ ହିତାଧିକାରୀଙ୍କୁ ମିଳିବ 2ଟି କିସ୍ତିର ଟଙ୍କା। ସୂଚନା ମୁତାବକ ଗତ ମାର୍ଚ୍ଚ ମାସ 31ରେ ଯେଉଁମାନଙ୍କୁ 21 ବର୍ଷ ବୟସ ହୋଇଥିବ ସେମାନଙ୍କ ସୁଭଦ୍ରା ପୋର୍ଟାଲରେ ଅନଲାଇନରେ ଆବେଦନ କରିପାରିବେ। ଆସନ୍ତା ମାର୍ଚ୍ଚ ମାସ 8 ତାରିଖରେ ସୁଭଦ୍ରାର କିସ୍ତି ଟଙ୍କା ମିଳିବ। ରାଜ୍ୟରେ ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା କୋଟିଏ ଟପିଛି। ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମା ଓ ଅନ୍ତର୍ଜାତୀୟ ମହିଳା ଦିବସରେ 2ଟି କିସ୍ତିରେ ହିତାଧିକାରୀଙ୍କୁ 5,000 ଟଙ୍କା ଲେଖାଏଁ ସୁଭଦ୍ରା ଯୋଜନାରେ ଟଙ୍କା ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ପରବର୍ତ୍ତୀ ଖବର, ସମ୍ବଲପୁରରେ ମଣ୍ଡି ଖୋଲିଲା କିନ୍ତୁ ହେଲାନି ଧାନ ସଂଗ୍ରହ। ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ସମ୍ବଲପୁର ଏବଂ କୁଚିଣ୍ଡା ଉପଖଣ୍ଡରେ ମଣ୍ଡି ଖୋଲିଲା କିନ୍ତୁ ଧାନ ସଂଗ୍ରହ ଆରମ୍ଭ ହେଲା ନାହିଁ। ମିଲରମାନେ ଧାନ ସଂଗ୍ରହ ପ୍ରକ୍ରିୟାରେ ଭାଗ ନେବା ଲାଗି ସହମତି ପ୍ରକାଶ ନ କରିବାରୁ ଗୋଟିଏ ବି ବସ୍ତା ମଧ୍ୟ ଧାନ ଉଠିପାରିଲା ନାହିଁ। ଧାନ ସଂଗ୍ରହ ଅନିଶ୍ଚିତତା ଜାରି। ନିର୍ଦ୍ଧାରିତ ସମୟ ସକାଳ 8ଟାରେ ମଣ୍ଡି ଖୋଲିଲା। ଚାଷୀ ଯୋଗାଣ ଏବଂ ସମବାୟ କର୍ମଚାରୀ ପହଞ୍ଚିଥିଲେ କିନ୍ତୁ ମିଲର ଆସିନଥିଲେ। ଧାନ ସଂଗ୍ରହ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ ଚାଷୀ ଓ ଯୋଗାଣ ବିଭାଗ ଏବଂ ମିଲରମାନଙ୍କ ମଧ୍ୟରେ ବୈଠକ ହୋଇଥିଲା। ପରବର୍ତ୍ତୀ ଖବର, ରାଜ୍ୟ ବିଧାନସଭାରେ ଚାଲିଛି ଶୀତକାଳୀନ ଅଧିବେଶନ। ଏହି କ୍ରମରେ ଆଜି ରାଜ୍ୟ ପାଇଁ ବଜେଟ୍ ପାରିତ ହୋଇଛି। ବଜେଟ୍ ଉପସ୍ଥାପନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଭିନ୍ନ ଯୋଜନା ପାଇଁ ବଜେଟ୍ ପାରିତ ହୋଇଥିବା ବେଳେ ରାଜ୍ୟର ଏକ ବଡ଼ ବିଭାଗ ମହିଳା ଓ ଶିଶୁ ବିକାଶ ପାଇଁ ରାଜ୍ୟ ସରକାର 1,558 କୋଟି ଟଙ୍କାର ବଜେଟ୍ ପାରିତ କରିଛନ୍ତି। ଏହି ଅର୍ଥ ବିଶେଷ କରି ମହିଳା ଓ ଶିଶୁମାନଙ୍କ ବିକାଶ ପାଇଁ ଖର୍ଚ୍ଚ ହୋଇଥାଏ। ଏହି ଯୋଜନାରେ ବି ଯୋଡ଼ି ହୋଇଛି ରାଜ୍ୟ ସରକାରଙ୍କ ସବୁଠାରୁ ବଡ଼ ଯୋଜନା ସୁଭଦ୍ରା ଯୋଜନା ମଧ୍ୟ ବି ଏହି ବଜେଟ୍ରେ ସାମିଲ କରାଯାଇଛି। ଏଥିପାଇଁ ରାଜ୍ୟ ସରକାର 269 କୋଟି ଟଙ୍କାର ବଜେଟ୍ ଆଣିଛନ୍ତି। ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଅତିରିକ୍ତ ବଜେଟ୍ ଉପସ୍ଥାପନା କରିଛନ୍ତି। 17,440 କୋଟି ଟଙ୍କାର ଏହି ଅତିରିକ୍ତ ବଜେଟ୍ ବିଭିନ୍ନ ବିଭାଗ ପାଇଁ ବ୍ୟୟବରାଦ କରିଛନ୍ତି ସରକାର। ପରବର୍ତ୍ତୀ ଖବର, ଆଜିଠୁ 4 ଦିନ କମିବ ଶୀତ। 5 ସହରରେ ପାରଦ 10 ଡିଗ୍ରୀ ତଳେ। ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା। ରାଜ୍ୟର 5 ସହରରେ ତାପମାତ୍ରା 10 ଡିଗ୍ରୀ ତଳକୁ ଖସିଥିବା ବେଳେ ଦାରିଙ୍ଗବାଡ଼ି ଓ ଫୁଲବାଣୀରେ ରାତିର ତାପମାତ୍ରା 8.5 ଡିଗ୍ରୀକୁ ଖସିଛି। ସେହିଭଳି ଗୁରୁବାର ରାତିରେ ଝାରସୁଗୁଡ଼ାରେ 9.2 ଡିଗ୍ରୀ, ଅନୁଗୁଳରେ 9.6 ଡିଗ୍ରୀ ଏବଂ ଭବାନୀପାଟଣାରେ 9.8 ଡିଗ୍ରୀ ରାତି ତାପମାତ୍ରା ରହିଥିଲା। ଅନ୍ୟପଟେ କୋରାପୁଟରେ 10 ଡିଗ୍ରୀ, ରାଉରକେଲାରେ 10.1 ଡିଗ୍ରୀ, ସୁନ୍ଦରଗଡ଼ ଓ ବଲାଙ୍ଗୀରରେ 11.2 ଡିଗ୍ରୀ, କେନ୍ଦୁଝରରେ 11.8 ଡିଗ୍ରୀ ଓ ଢେଙ୍କାନାଳରେ 12 ଡିଗ୍ରୀ ଲେଖାଏଁ ରାତିର ତାପମାତ୍ରା ରହିଥିଲା। ତେବେ ଆସନ୍ତାକାଲିଠାରୁ ରାଜ୍ୟରେ ଶୀତର ହାଲୁକା କମିବାର ଆରମ୍ଭ ହେବ। ଆସନ୍ତା 4 ଦିନରେ ରାଜ୍ୟର ରାତି ତାପମାତ୍ରା ପାଖାପାଖି 2ରୁ 4 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଫଳରେ ରାଜ୍ୟବାସୀ ଶୀତରୁ ସାମାନ୍ୟ ଆଶ୍ୱସ୍ତି ପାଇବେ। ପରବର୍ତ୍ତୀ ଖବର, 10 ଲକ୍ଷ ମହିଳାଙ୍କୁ ଦେଲେ 1,000 କୋଟି ଟଙ୍କା। ବିହାରରେ ମହିଳାମାନଙ୍କୁ ଆର୍ଥିକ ରୂପରେ ସଶକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନେଇଛନ୍ତି ବଡ଼ ପଦକ୍ଷେପ। ମୁଖ୍ୟମନ୍ତ୍ରୀ ମହିଳା ଯୋଜନା ମାଧ୍ୟମରେ ପାଖାପାଖି 10 ଲକ୍ଷ ମହିଳାଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଭାବେ 10,000 ଟଙ୍କା ଲେଖାଏଁ ପଠାଇଛନ୍ତି। ଏପର୍ଯ୍ୟନ୍ତ 1,40,00,000 ମହିଳା ଏହି ଯୋଜନାରେ ଉପକୃତ ହୋଇସାରିଛନ୍ତି। ବିହାର ବିଧାନସଭା ନିର୍ବାଚନ ପରେ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ସେ ମହିଳାମାନଙ୍କୁ ଆର୍ଥିକ ରୂପରେ ସଶକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନାକୁ ଆହୁରି ଅଧିକ ବ୍ୟାପକ କରିଛନ୍ତି। ଗତକାଲି ସକାଳ 11:30ରେ ତାଙ୍କ ବାସଭବନ ସ୍ଥିତ ସଂକଳ୍ପ ଅଡିଟୋରିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଡିବିଟି ମାଧ୍ୟମରେ ଏହି ରାଶି ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ପରବର୍ତ୍ତୀ ଖବର, ଖୁବ୍ ଶୀଘ୍ର ହେବ ଶ୍ରୀମନ୍ଦିର ଆଲୋକୀକରଣ। ଖର୍ଚ୍ଚ ହେବ 17 କୋଟି 12 ଲକ୍ଷ ଟଙ୍କା। ପୂର୍ବରୁ ଶ୍ରୀମନ୍ଦିର ଚାରିପାଖରେ ଲାଗିଥିବା ଫୋକସ ଲାଇଟ୍ ଠିକା ସଂସ୍ଥା ଖୋଲି ଦେଇଥିବାରୁ ସବୁରି ମହଲରେ ପ୍ରକାଶ ପାଇଥିଲା ଅସନ୍ତୋଷ। ଏବେ ପୁନର୍ବାର ଶ୍ରୀମନ୍ଦିର ମେଘନାଦ ପାଚେରୀ, ସମସ୍ତ ପାର୍ଶ୍ୱଦେବୀ ମନ୍ଦିର,
ଆନନ୍ଦ ବଜାର ଓ କୁରୁମ ବେଢା ଆଲୋକୀକରଣ ହେବାକୁ ଯାଉଛି। ନିଷ୍ପତ୍ତିକୁ ସବୁରି ମହଲରେ ସ୍ୱାଗତ କରାଯାଇଥିବା ବେଳେ ତର୍ଜମା କରି ନିଷ୍ପତ୍ତି ନେବାକୁ ଦାବି କରିଛନ୍ତି ବରିଷ୍ଠ ସେବାୟତ। ଆହୁରି ସୁନ୍ଦର ଦିଶିବ ଶ୍ରୀମନ୍ଦିର, ରାତିରେ ଝଲସିବ ମନ୍ଦିର ପରିସର। ଏଥିଲାଗି ଅବଢ଼ା ଯୋଜନାରେ ଟଙ୍କା ଖର୍ଚ୍ଚ କରିବାକୁ ସରକାରଙ୍କୁ ଅନୁରୋଧ କରିବ ଶ୍ରୀମନ୍ଦିର ପ୍ରଶାସନ। ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ପ୍ରସ୍ତୁତ କରିବା ଡିପିଆରକୁ ମୋହର ମାରିଛି ପରିଚାଳନା କମିଟି। ଶ୍ରୀମନ୍ଦିର ପରିସର ସହ ଫୋକସ୍ ଲାଇଟ୍ ସ୍ଥାୟୀ ଭାବେ ଲଗାଇବାକୁ ନିଷ୍ପତ୍ତି ହୋଇଛି। ପରବର୍ତ୍ତୀ ଖବର, ଭତ୍ତା ଅପେକ୍ଷାରେ 7 ଲକ୍ଷ ହିତାଧିକାରୀ ସାମାଜିକ ସୁରକ୍ଷା ଯୋଜନା। ସାରା ରାଜ୍ୟରେ ଲକ୍ଷାଧିକ ଅଯୋଗ୍ୟ ହିତାଧିକାରୀ ଛାଇ ଯାଇଛନ୍ତି। ସବୁ ଜିଲ୍ଲାରେ ଏମିତି ଅଯୋଗ୍ୟ ହିତାଧିକାରୀ ମାସ ମାସ ଧରି ଭତ୍ତା ପାଇ ଚାଲିଛନ୍ତି। ଏମାନଙ୍କୁ କାଟିବା ସରକାରଙ୍କ ପାଇଁ ସହଜ ହେଉନି। ଫଳରେ ନୂଆ ଆବେଦନକାରୀଙ୍କୁ ମାସ ମାସ ଅପେକ୍ଷା କରିବାକୁ ସରକାର ଏକ ପ୍ରକାର ବାଧ୍ୟ କରୁଛନ୍ତି। 5ଟି ଜିଲ୍ଲାରେ ଚିତ୍ର ଆହୁରି ସଙ୍ଗୀନ। ଏହି ଜିଲ୍ଲାଗୁଡ଼ିକ ହେଲା ରାୟଗଡ଼, ନବରଙ୍ଗପୁର, ମାଲକାନଗିରି, ନୂଆପଡ଼ା ଓ କୋରାପୁଟ। ଏଠାରେ 60 ବର୍ଷରୁ ଅଧିକ ଲୋକ ଯେତିକି ଅଛନ୍ତି, ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ହିତାଧିକାରୀଙ୍କ ସଂଖ୍ୟା ତାଠାରୁ ଅଧିକ ରହିଛି। ଏହା ଜଣାପଡ଼ିବା ପରେ ବିଭାଗ ସ୍ତରରେ ଖୋଳତାଡ଼ ଜାରି ରହିଛି। ଏହି 5 ଜିଲ୍ଲା ସମେତ ଅନ୍ୟ ଜିଲ୍ଲାଗୁଡ଼ିକରେ କିପରି ଅଯୋଗ୍ୟ ହିତାଧିକାରୀଙ୍କୁ କଟାଯିବ, ସେଥିପାଇଁ ଯୋଜନା ଚାଲିଛି। ସରକାର ଅଯୋଗ୍ୟଙ୍କୁ କାଟି ପାରୁନଥିବାରୁ ଓ ହିତାଧିକାରୀଙ୍କ ସଂଖ୍ୟା ବଢ଼ାଇ ନଥିବାରୁ ନୂଆ ଆବେଦନକାରୀ ହତାଶ ହେଉଛନ୍ତି। ଏବେ ରାଜ୍ୟରେ 7,28,000ରୁ ଅଧିକ ଆବେଦନକାରୀ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ପାଇବାକୁ ଅପେକ୍ଷା କରିଛନ୍ତି। ମଧୁବାବୁ ପେନ୍ସନ୍ ଯୋଜନାରେ 7,11,000 ଏବଂ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମରେ 17,000 ଲୋକ ଆବେଦନ କରିଛନ୍ତି। କିନ୍ତୁ ସରକାର ଏହି ଆବେଦନଗୁଡ଼ିକ ଉପରେ ତତ୍କାଳ ପଦକ୍ଷେପ ନେଇପାରୁନାହାନ୍ତି। ବର୍ତ୍ତମାନ ଭତ୍ତା ପାଉଥିବା ହିତାଧିକାରୀଙ୍କ ମୃତ୍ୟୁ ହେଲେ ହିଁ ନୂଆ ଆବେଦନକାରୀଙ୍କୁ ସାମିଲ କରାଯାଉଛି। ଫଳରେ ଭତ୍ତା ପାଇଁ ମାସ ମାସ ଧରି ଅପେକ୍ଷା କରିଥିବା ଆବେଦନକାରୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେଲାଣି।